ବଞ୍ଚିବା ଆମେ ସମସ୍ତେ କିଛି ନା କିଛି କାମ କରିଥାଉ, କାରଣ ବଞ୍ଚିବା ଆମକୁ ଖାଇବା ଦରକାର, ପିଇବା ଦରକାର, ପିନ୍ଧିବା ଦରକାର, ରହିବା ଦରକାର। ଏହିସବୁ ଆମର କମନ୍ ରିକ୍ୱାରମେଣ୍ଟସ୍, ରାଇଟ୍। ଜଣେ ଟିଚର୍ ପିଲାଙ୍କୁ ପଢ଼େଇଥାନ୍ତି ଆଉ ଏଜ୍ ଏ ରିଟର୍ନ ସେ କିଛି ପଇସା ଏକ୍ସପେକ୍ଟ କରିଥାନ୍ତି। ଦ ସେମ୍ ଜଣେ ଡ୍ରାଇଭର ଲୋକଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇଥାନ୍ତି, ସେଫ୍ରେ ପହଞ୍ଚାଇଥାନ୍ତି। ଆଉ ଦ ସେମ୍ ଏଜ୍ ଏ ରିଟର୍ନ ସେ ମଧ୍ୟ କିଛି ଆମାଉଣ୍ଟ ଏକ୍ସପେକ୍ଟ କରିଥାନ୍ତି। ଦର୍ଶକ ବନ୍ଧୁ, ଯଦି ଜଣେ ଡ୍ରାଇଭରଙ୍କର ଯେଉଁ ରୋଜଗାରର ଜରିଆ ଯେଉଁ ଅଛି, ମାନେ ତାଙ୍କର ଗାଡ଼ି ଯଦି ତାଙ୍କଠୁ ଦୂରେଇ ଯିବ ତାହେଲେ ସେ କେମିତି ରହିବେ? ଦର୍ଶକ ବନ୍ଧୁ, ଆଜି ଏହିପରି ମୁଁ ଗୋଟିଏ ମିରାକଲଟିଏ କହିବି, ଯାହାକି ଶୁଣିବା ପରେ ଯେତେ ବି ଆମେ ବାବାଙ୍କୁ ବିଶ୍ୱାସ କଲେ ମଧ୍ୟ ଫ୍ରାକ୍ସନ୍ ଅଫ୍ ସେକେଣ୍ଡ ପାଇଁ ଲାଗିବ ଯେ କ'ଣ ସତରେ ବାବା ଏତେ ଆମର ସାହାଯ୍ୟ କରିଥାନ୍ତି। ହଁ ଦର୍ଶକ ବନ୍ଧୁ, ବହୁତ ସୁନ୍ଦର ମିରାକଲଟା। ଯଦି ଆପଣ ପୁରାପୁରି ଶୁଣିବେ ତାହେଲେ ଆପଣ ମଧ୍ୟ ଜାଣିପାରିବେ। ଓମ୍ ସାଇରାମ। ନମସ୍କାର ଦର୍ଶକ ବନ୍ଧୁ, ମୋ ସାଇବାବା ଚ୍ୟାନେଲରେ ମୁଁ ପୁଣି ଥରେ ଆପଣମାନଙ୍କର ସ୍ୱାଗତ କରୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ଦର୍ଶକ ବନ୍ଧୁ, ଚାଲନ୍ତୁ ପ୍ରଥମେ ମିରାକଲଟା କ'ଣ ଆମେ ଜାଣିବା। ଜଣେ ସାର୍ ଅଛନ୍ତି, ତାଙ୍କର ଗୋଟିଏ 4 ହ୍ୱିଲରଟିଏ ଅଛି। ଆଉ ସେଇ 4 ହ୍ୱିଲର ହିଁ ତାଙ୍କ ପାଇଁ ସବୁ କିଛି ଥିଲା, କାରଣ ସେ ଜଣେ ଡ୍ରାଇଭର ଆଉ ସେ ନିଜ ଗାଡ଼ିରେ ଲୋକଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସେଫ୍ରେ ପହଞ୍ଚାଉଥିଲେ। ଆଉ ଏଜ୍ ଏ ରିଟର୍ନ ସେ କିଛି ପଇସା ଏକ୍ସପେକ୍ଟ କରୁଥିଲେ, ଆଉ ତାହା ହିଁ ତାଙ୍କ ବଞ୍ଚିବାର ଗୋଟିଏ ମାତ୍ର ମାଧ୍ୟମ। ଏହି ସାର୍ଙ୍କର ପରିବାର ମଧ୍ୟ ଅଛି, ସେ ମ୍ୟାରିଡ୍, ତାଙ୍କର ୱାଇଫ୍ ଆଉ ଛୁଆ ଅଛନ୍ତି। ଭଗବାନ ତାଙ୍କୁ ଯେତିକି ଦେଇଛନ୍ତି ସେତିକିରେ ସେମାନେ ଖୁସିରେ ଥିଲେ। ଆଉ ବାବାଙ୍କୁ ବହୁତ ବିଶ୍ୱାସ କରୁଥିଲେ, ବାବାଙ୍କର ପୁରାପୁରି ଭକ୍ତ ଥିଲେ, ପୁରାପୁରି ଫ୍ୟାମିଲି ବାବାଙ୍କୁ ବିଶ୍ୱାସ କରୁଥିଲେ। କିନ୍ତୁ ଦର୍ଶକ ବନ୍ଧୁ, ସବୁ ସମୟ ଏକାପରି ରହିନଥାଏ, କେବେ କେବେ କଷ୍ଟର ସମୟ ମଧ୍ୟ ଆସିଥାଏ। ଦ ସେମ୍ ଏହି ସାର୍ଙ୍କ ଲାଇଫ୍ରେ ମଧ୍ୟ ହେଇଥିଲା। ସାର୍ଙ୍କୁ କିଛି ପଇସାର ଆବଶ୍ୟକତା ଥିବାରୁ ସେ କାହା ପାଖରୁ ଲୋନ୍ ଆଣିଥିଲେ, ଆଉ ସେ ଲୋନ୍ ଅନ୍ ଟାଇମ୍ ଦେଇପାରିନଥିଲେ, ରିଟର୍ନ କରିପାରିନଥିଲେ। ଏଜ୍ ଏ ରିଜଲ୍ଟ ଯିଏ ଲୋନ୍ ଦେଇଥିଲେ ସେ ସାର୍ଙ୍କର ଗାଡ଼ି ନେଇଗଲେ। ତାହେଲେ କ'ଣ ହେବ? ଆଉ ଗାଡ଼ି ଯଦି ହାତରେ ନାହିଁ ତାହେଲେ ସେମାନେ ବଞ୍ଚିବେ କେମିତି? ସେମାନଙ୍କୁ ବହୁତ ଖରାପ ଲାଗିଲା, ବହୁତ କଷ୍ଟ ଲାଗିଲା ସେହିଦିନ ତାଙ୍କୁ। ଆଉ ସେ ଘରକୁ ଆସିଲେ, ଘରକୁ ଆସି କହିଲେ ନିଜ ୱାଇଫ୍କୁ ଯେ ଏମିତି ସବୁ ହେଇଛି ବୋଲି। ଆଉ ଏତେ ସେମାନଙ୍କୁ ଖରାପ ଲାଗିଲା ଯେ ଘରେ କିଏ ନା ଖାଇଛନ୍ତି, ପିଇଛନ୍ତି, ବହୁତ ମନ ଦୁଃଖରେ ଥିଲେ ସମସ୍ତେ। ଆଉ ସେମାନେ କିନ୍ତୁ ବାବାଙ୍କୁ ବହୁତ ବିଶ୍ୱାସ କରୁଥିଲେ। କିନ୍ତୁ ଦେଖନ୍ତୁ, ଏତେ ବିଶ୍ୱାସ କରୁଥିଲେ ନୋ ଡାଉଟ୍, କିନ୍ତୁ ଯେତେବେଳେ ଏତେ କଷ୍ଟ ଆସିଲା ସେମାନେ ବାବାଙ୍କୁ ବିଲକୁଲ ବ୍ଲେମ୍ କରିନାହାନ୍ତି। ଥରେ ମଧ୍ୟ ପଚାରି ନାହାନ୍ତି ଯେ ବାବା ଆମ ସହିତ କାହିଁକି ଏମିତି ହେଉଛି, ଆପଣ କ'ଣ ଆମ ଦୁଃଖ ଦେଖୁନାହାନ୍ତି, ଆପଣ କ'ଣ ଶୁଣୁନାହାନ୍ତି। ଏହିପରି କିଛି ବି ସେମାନେ ବାବାଙ୍କୁ ପ୍ରଶ୍ନ କରିନାହାନ୍ତି। କେବଳ ମନ ଖରାପ ଅଛି ନୋ ଡାଉଟ୍, କେବଳ ବାବାଙ୍କୁ ହିଁ ଡାକୁଛନ୍ତି, ବାବା ଆପଣ ହିଁ ଆମର ସାହା ଭରସା, ବାବା ଆପଣ ହିଁ ଆମର ସାହା ଭରସା। ଆଉ ସାର୍ ଆଉ ତାଙ୍କ ୱାଇଫ୍ କେବଳ ବାବାଙ୍କୁ ହିଁ ବିଶ୍ୱାସ କଲେ, ବାବାଙ୍କୁ ହିଁ ଡାକିଲେ। ଦର୍ଶକ ବନ୍ଧୁ, ଆପଣ ଥରେ ଭାବନ୍ତୁ, କ'ଣ ବାବା ଏତେ ଯଦି କିଏ ତାଙ୍କୁ ଡାକୁଛି ତାହେଲେ ବାବା କ'ଣ ଛାଡ଼ିଦେବେ? ନା, କେବେ ବି ଛାଡ଼ିବେନି। ଆମ ବାବା ତ କେବେ ବି ଛାଡ଼ିପାରିବେନି, ଆମେ ସମସ୍ତେ ତାହା ଜାଣିଛେ। ଏତେ ଅଲ୍ ଅଫ୍ ସଡନ୍ ଏମିତି ଗୋଟେ ମିରାକଲଟି ହେଲା ଯାହାକି ପୁରା ସାର୍ ଆଉ ତାଙ୍କ ୱାଇଫ୍କୁ ସକ୍ରେ ରଖିଦେଲା। କ'ଣ ହେଲା? ଗାଡ଼ି ନେବାର 2 ସପ୍ତାହ ପରେ ସଡ଼ନ୍ ତାଙ୍କ ଘର ସାମ୍ନାରେ ସେହି ଗାଡ଼ି ଅଛି। ସେମାନେ ଜାଣିପାରିଲେନି ଯେ ଏହି ଗାଡ଼ି କେମିତି ଆସିଲା, ଆମେ ତ ପଇସା ଦେଇନେ, ଆସିଲା କେମିତି? କିଏ ବି ଜାଣିନାହାନ୍ତି, କିନ୍ତୁ ଗାଡ଼ି ଆସିଲା। ସେମାନେ ବହୁତ ଖୁସି ହେଇଗଲେ। ଆଉ ସେମାନେ ଜାଣିଛନ୍ତି ଯେ ତାଙ୍କ ବାବା ହିଁ ନା ଅଛନ୍ତି, ଆଉ ବାବା ହିଁ ନା ଏହିପରି ଚମତ୍କାର କରିଥାନ୍ତି। ଆଉ ତାଙ୍କ ପାଇଁ ତ କେବଳ ବାବା ହିଁ ଅଛନ୍ତି। ଯେତେବେଳେ ତାଙ୍କୁ କଷ୍ଟର ସମୟ ଆସିଥିଲା, ସେହି ଟାଇମ୍ରେ ତାଙ୍କର କିଏ ବି ରିଲେଟିଭ୍ସ ମଧ୍ୟ ତାଙ୍କୁ ହେଲ୍ପ କଲେନି। ଆଉ ଯେତେବେଳେ କିଏ ବି ତାଙ୍କର ନାହାନ୍ତି ତାହେଲେ କିଏ ତାଙ୍କୁ ସାହାଯ୍ୟ କରିବେ? କେବଳ ବାବା ହିଁ ନା ସାହାଯ୍ୟ କରିବେ। ସେଥିପାଇଁ ସେମାନେ ବାବାଙ୍କୁ ଧନ୍ୟବାଦ ଜଣାଇଲେ ଆଉ ବହୁତ ଖୁସିରେ ଅଛନ୍ତି। ତାଙ୍କର ଯାହା ବି କଷ୍ଟ ଥିଲା ଧୀରେ ଧୀରେ ତାହା ମଧ୍ୟ ସଲ୍ଭ ହେଇଗଲା, ଦୂର ହେଇଗଲା। ସେମାନେ ଏବେ ଭଲରେ ଅଛନ୍ତି, ଖୁସିରେ ଅଛନ୍ତି, କାରଣ ବାବା ତାଙ୍କ ସହିତ ଅଛନ୍ତି। ଦର୍ଶକ ବନ୍ଧୁ, ଆଉ ବେଶୀ କିଛି କହିବିନି। ଯଦି ମିରାକଲଟି ଭଲ ଲାଗୁଛି ତାହେଲେ ମନରେ ଥରେ ଓମ୍ ସାଇରାମ ବୋଲି ଭାବି ନିଅନ୍ତୁ। ଆଜି ପାଇଁ ବିଦାୟ ଦିଅନ୍ତୁ। କାଲି ପୁଣି ଥରେ ମୁଁ ଆପଣମାନଙ୍କ ସମ୍ମୁଖରେ ପ୍ରସ୍ତୁତ ହେବି ବାବାଙ୍କର ଗୋଟିଏ ନୂତନ ଏବଂ ସୁନ୍ଦର ମିରାକଲ ସହିତ। ଓମ୍ ସାଇରାମ।